ବର୍ଷକୁ ନେଟ୍ ପ୍ରଫିଟ୍ ମୋର୍ ଦ୍ୟାନ୍ 1.5 crore ମାନେ 1.5 କୋଟି ଟଙ୍କା। ହେଲେ ସାର୍ ଏତେ ହିସାବ ମୋର ଜାଣିବା କ'ଣ ଦରକାର? ମୁଁ ଆପଣଙ୍କ ଘରେ କାମ କରିବି, ଆପଣ ମାସ ଶେଷକୁ ମୋତେ କେତେ ଦରମା ଦେବେ? ଆଚ୍ଛା ମାସକୁ କେତେ ଟଙ୍କା ଦରକାର? ସାର୍ ଆପଣ ଯଦି ମାଲିକ ସେ କଥା ଆପଣ କହିବେ। ସାର୍ ମୁଁ ଗରିବ, ମୋ ଚାକିରି ଗୋଟେ ନିହାତି ଦରକାର, ମନା କରନ୍ତୁନି ପ୍ଲିଜ୍ ସାର୍ ପ୍ଲିଜ୍। ମାସକୁ 50,000 ଟଙ୍କା, ତା ମାନେ 6 ମାସରେ 3 ଲକ୍ଷ ଟଙ୍କା। ମୁଁ ଆପଣଙ୍କ କଥା କିଛି ବି ବୁଝିପାରିଲିନି ସାର୍। 6 ମାସ ପାଇଁ ତମେ ମୋ ସ୍ତ୍ରୀ ହେଇ ରହିବ। ଆଇ ମିନ୍ କଣ୍ଟ୍ରାକ୍ଟ ମ୍ୟାରେଜ। 6 ମାସ ତମେ ଆଉ କାହାକୁ ମ୍ୟାରେଜ କରିପାର, ଆଇ ହାଭ୍ नो ଅବଜେକ୍ସନ। ବଟ୍ ଫ୍ରମ୍ ଦ ଡେ ଅଫ୍ କଣ୍ଟ୍ରାକ୍ଟ 6 ମାସ ପାଇଁ ତମେ ମୋ ସ୍ତ୍ରୀ ହେଇ ରହିବ। ହେଲେ ସାର୍ ଏମିତି କଥା ମୋତେ କହିବା ପାଇଁ ଆପଣଙ୍କୁ ଟିକେ ଖରାପ ଲାଗୁନି? ଆରେ ମୋତେ କାହିଁକି ଖରାପ ଲାଗିବ? ତାଛଡ଼ା ମୁଁ ତ କିଛି ଭୁଲ କହୁନି, ମୁଁ ତ ବାହା କଥା କହୁଛି, ଏଥିରେ ଖରାପ ଲାଗିବାର କ'ଣ? ହେଲେ ସାର୍ ଏମିତି ଗୋଟେ ନ୍ୟାସ୍ତିକ ପ୍ରସ୍ତାବରେ ମୁଁ ରାଜି ହେଇଯିବି, ଆପଣ କଥା ଭାବି ପାରୁଛନ୍ତି କେମିତି? ତମେ ମୋତେ ଜାଣିନ ଏମିତି ଅନେକ ଝିଅ ଆଗରୁ ମୋ ପାଖରେ ସ୍ତ୍ରୀ ହେଇ ରହିକି ଯାଇଛନ୍ତି। ହେଲେ ଆପଣ ମୋତେ ଜାଣିନାହାନ୍ତି ସାର୍, ଏ ଆପଣ ଅନାଥ ଆଶ୍ରମରେ ପଢିଛି ସତ, ଭୋକ ଉପାସରେ ବଞ୍ଚିଛି ସତ, ମାଟି ଜାତିକି ପିନ୍ଧିଛି ସତ, ହେଲେ ବଞ୍ଚିଛି ଇଜ୍ଜତକୁ ନେଇକି, ଆତ୍ମସମ୍ମାନକୁ ନେଇକି, ସ୍ୱାଭିମାନକୁ ନେଇକି। ମୁଁ ତମ ପାଖରେ ଗୋଟିଏ ୱାର୍ଡ ଶୁଣିବାକୁ ଚାହେଁ, ୟେସ୍ ଅର୍ ନୋ, ହଁ କିମ୍ବା ନା। ମୋ ପାଖରୁ ଏତେ କଥା ଶୁଣି ସାରିବା ପରେ ମୁଁ ଯେ ଆପଣଙ୍କ ପ୍ରସ୍ତାବରେ ହଁ କରିବି, ଆପଣ କଥା ଭାବି ପାରୁଛନ୍ତି କେମିତି? ଆସୁଛି ସାର୍, ଆସୁଛି ମୁଁ। ଓ ଚାଲ ଯାଇଛୁ ଫସିଲ ସୁନାଇଲେ କେମିତି ଯିବୁ ତୁ ଖସିଲ ସୁନାଇଲେ ଓ ଚାଲ ଯାଇଛୁ ଫସିଲ ସୁନାଇଲେ କୁକୁର ମାଙ୍କଡ଼ କାମୁଡ଼ିଲେ ଟିଟାନସ୍ ନେଲେ ଭଲ ହେଇଯାଏ। ମୁଁ ଏମିତି ଗୋଟେ ବିଷାକ୍ତ ମଣିଷ ଯେ ଯାହାକୁ ଧରି ଚୋଟ ମାରେ ଏ ଦୁନିଆର କୌଣସି ଟିଟାନସ୍ ବି କାମ କରେନି। ଯିଏ ଗଲା ଆମେ ଯାହା ଦେଖିଲେ ସେ ଜଗା ନୁହେଁ, ଜଗା ସେ ମାସେ ତଳେ ପୋଲିସ ଗୁଳିରେ ସେ ବିଚରେ ମରିଯାଇଛି। ଇଏ ଜଗା ବୋଲି ଦିଶୁଛୁ, ଆଉ ଏକ ଅଭିବଳ ଚେହେରା ଜଗନ୍ନା। ଘର ପୋଲିସ କାମ ଚୋରି ଡକାୟତି ଗୁଣ୍ଡାଗିରି ମର୍ଡର ଆଉ ପୋଲିସ ଜାଗାରେ ଯାହାର ନା ବଦନାମ କରିଲ ବାଦଶାହ। ମୁଁ ଭାବିଥିଲି ଗଲା ସେଟା କଥା ଆଉ ଗୋଟେ ହେଇଯାଇଛି ଆଉ ଇଏ ପୂଜା ଚାଲି ଯେ ଜଗାକୁ ହେ ନାମ ସେ ଫିଲ୍ମ ଦେଖିଲା ବେଳେ ନାହିଁ ସେ ନା ଅଭିନୟ ନବନ ନା ସେ ଫିଲ୍ମ କୋନ ଲାଲା ଲାଲା ବାଦଶାହ ସେ ଫିଲ୍ମ କହିଲେ ପୋଲି ଇଏ ବିଦିରୁ ମୁଞ୍ଜା ତ ଜଗନ୍ନାଥ ନୁହେଁ, ସେ ତା ବୋଲି ଦିଶୁଛୁ ଆଉ ଏକ ଅଭିବଳ ଚେହେରା ଜଗନ୍ନାଥ। ତାକେ ବୁଢ଼ାଳିକା ଭଲ କିଛି କେବଳ ସରପଞ୍ଚ ପିସି ଖାଇବା ପାଇଁ। बहुत सारे गोटा बिछड़ा केते राती कोते ले अरे बिजोरा मन धोखा खायो प्रश्न शब्द मोशा आज बड़ी दिनर जो कथा तुला दोस्त एकदा ओपसुले कोन भाबिनो अभिका कथा पर कोन चुपचाप पड़ा तमे जो ठीक बोलना आस्ते निया पोटी रखनी ताल होले तुम बंश दुनिया दी जाई हो कौन करले तक दी गए पूछो आई चलिए सत्य दी ना अयो तुम चलो वो सरपंच होई बोले बाबू चलो हां बारी बारी कह दी
ସେ ବେକାରେ ରପେଇ କପେଇ ଉଠେ ଇଏ ହେ ପୁତୁରା ଇଏ ପୁଅ କଣ ସବୁ ଟାଇମରେ ରାଜନୀତି କରିବ ମୁଁ ତ ଜାଣିଲେ ଗାଁରେ ଭଲ ରାଜନୀତି ରାଜନୀତି ଆଚ୍ଛା ମାଷ୍ଟ୍ର ମାନେ ଇଂରାଜୀ ଟଙ୍କା କେନା ଖାଇବ ବିଧବା ବୋଲେ ସଦବା କରିକି ପୁରାଣି ପେଶା ଛାଡିଲ ମୁଁ ପାଗଳ ଭଳି ଆସୁ କଥାବାର୍ତ୍ତା କରୁଛ ଯାହା ଦେଖିଲେ ମୁଁ ପାଗଳ ଭଳିଆ ଦେଖା ପାଗଳ ହେଇନଥିଲେ ଏମିତି କଥାବାର୍ତ୍ତା କରୁନଥାନ୍ତ ଆପଣ କହୁଛ ଜାଣିପାରୁଛ ମୁଁ ତ ଜାଣିଲି ମୋତେ ଆଉ ତ ମାଷ୍ଟ୍ର କହୁଛି ଆଙ୍ଗୁଠି ଦେଖିକି ରିଜେକ୍ଟ କରିକି କହୁଛି ହଁ ରାଜୁ ମାଷ୍ଟ୍ର ଏଇ ଇଂରାଜୀ ପୋଷାକ କେନା ଖାଇବ ବିଧବା ବୋଲେ ସଦବା କରିବ ସାବିତ୍ରୀ ପ୍ରାପ୍ତ করছি বাবাকে খাও প্রথম ভাবে প্রথম এই ঘরের কোচে আজি বড় দিনের ইয়ারছর কথাবার্তা করছ চাপড়া আলো ওরা কোন নাম পো আমি তো বাসনা তো মরি সাইছি অবুটা 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 আয়ো বাবু তোমরা টিকে আমু কোন মোপো সাইকেল ধরিকি বডি টিং করিকি মাছ মার্কেট করলে কতই করিকি চল বজায় জমি যাଉଛି ଲୋକମାନଙ୍କ ସେବା କରୁଛି কে পচালে আমি যাচ্ছি লোকমানকে সেবা করছি সে তম পুয়া নয় তম পুয়া ডুপ্লিকেট যেটি মাসে লাগে সে তম পুয়া ভূমিকার অভিনয় করছে আয়ো আয়ো ଆଉ ଯେ ଏମିତି କହିଲେ ମୋ ପୁଅକୁ ଛାଡ଼ି ଦେବ ଏଇ ଆଉ ତମେ ତ ଅଛ ନା ଏ କଣ ହଉଛି ଛାଡ ମତେ ଚାଲ କଣ ହଉଛି ସବୁ ୟାକୁ ଦଉଛ ତାକୁ ଦଉଛ ମୋ ବେଳକୁ ଚାକି ହଉଛ ହଉ ତ ଶ୍ୱଶୁର ଘରେ ନାହାନ୍ତି କହିଲି ପରା ବାପା ଘରେ ନାହାନ୍ତି ଆଉ ତମ ଡୁପ୍ଲିକେଟ ସ୍ୱାମୀ କଣ ଏମିତି ରଜାଲା ଭଳି ହେଉଛ ନିଜେ ବି ଜାଣିପାରୁନି ଆଚ୍ଛା ଭାଉଛ ତମ ଶ୍ୱଶୁର ସେ ଜାଣିପାରୁନାହାନ୍ତି ତମେ ବି କଣ ଜାଣିପାରୁନ ଦେଖ ତମେ ବାହା ହେଲ ସଂସାର କଲ ଗର୍ଭବତୀ ହେଲ ଆରେ ଦୁଇଟା ପୁରୁଷ ଭିତରେ କିଛି ତ ଗୋଟେ ପାର୍ଥକ୍ୟ ଥିବ ଚୁପ ରହ ମୋ ସ୍ୱାମୀ ଆସିକି ପହଞ୍ଚିବେ ନା କଣ ସେଇ ସ୍ୱର୍ଣ୍ଣରେ କାମ ଅଛି ନିଜର ସ୍ୱର୍ଣ୍ଣରେ ଚୋର ଗାଏ ଓ ନାର ଥାନାରେ କମ୍ପ୍ଲେନ୍ କରିବ ତମେ ତ କଥାବାର୍ତ୍ତା କହୁଛ ତମକୁ ତ ଜେଲ ହେଇଯିବା ଦରକାର ଆଉ ମାନୁଛି ମୋତେ ଜେଲ ହେବା ଦରକାର ମୁଁ ଚୋରାବର କାରବାର କରୁଛି ନିର୍ଯାତନା କରୁଛି ମୋତେ ଜେଲ ହେବା ଦରକାର ଯେ ତମର ଡୁପ୍ଲିକେଟ ସ୍ୱାମୀ ସେଇଟା ସ୍ୱର୍ଣ୍ଣର ମୂଳ ଏଇ କିଛି ଦିନ ତଳେ ଗୋଟେ ଲୋକର ଜୀବନ ମାର ଦେଇଥିଲା ଚୁପ ରହ ମୋ ସ୍ୱାମୀଙ୍କ ବିଷୟରେ ପଦେ କିଛି କହିବା ଦରକାର ନାହିଁ ମୋ ସ୍ୱାମୀ କଣ ସେ କଥା ମୁଁ ଭଲ ଭାବରେ ଜାଣିଛି ଯାଅ ଏଠୁ ତମ ସ୍ୱାମୀ କଣ ତମେ କିଛି ବି ଜାଣିବ ଆରେ ତମେ ତାଙ୍କ ସ୍ୱାମୀ ବୋଲି କହୁଛ ସେ ତମ ଅରିଜିନାଲ ସ୍ୱାମୀ ନୁହେଁ ମାନେ ସେ ଜଗନ୍ନାଥ ନୁହେଁ ସେ ତା ପ୍ରତିଷ୍ଠ ଆଉ ଏକ କବିର ଚେହେରା ଜଗନ୍ନାଥ ଯିଏକି ବଦନାମ କରିବ ବାଦଶାହ ଗଞ୍ଜେଇ ବେପାର କରୁ କରୁ ସକାଳୁ ସକାଳୁ କେତେ ଗଞ୍ଜେଇ କିଣିଛ ନିଶାଟା ଅଧିକ ହେଇଯାଇଛି ଭୁଲରେ ଆମ ଘରକୁ ପଶି ଆସିଛ ଯାଅ ଏଠୁ ଭାଉଜ ଭାଉଛ ନା କାନ୍ଥକୁ ଆଉଛ ସ୍ୱର ଲଗେଇ ଆସିଲେ ଭାଉଛ ଯାଅ ଏଠୁ ଦେଖ ମୋ ମାନସିକ ଅବସ୍ଥା ଭଲ ନାହିଁ ବାପାଙ୍କ ଦେହ ବହୁତ ଖରାପ ଅଛି ତମେ ଯଦି ଆସିପାର ତମେ ଏମିତି କହିପାରୁଛ ବାଧୁଛି ଯଦି ବାଧୁଛି ତାହେଲେ ଶଶମୀ ପାହାଚ ସେ ବେକାରିଆ କରନି ଏ ଘର ସେ ଘର ନୁହଁ ହେଲା ବେକାର ଭାଉଜ ତ ତେର ଜନ୍ମ କର ତମ ତେର ଜନ୍ମ ନ କଲା ପର୍ଯ୍ୟନ୍ତ ସେ ଜଗନ୍ନାଥ ଖର୍ଚ୍ଚ ଯିବନି ଆଉ ତମେ ପେଟର ପିଲା ଭାଇ ସାଙ୍ଗରେ ପଡ଼ିଯାଇଛି ବୋଲି ଡିଏସ୍ପି ରୁଦ୍ର ପାଖେ କମିଟମେଣ୍ଟ କରିଛି ଆପଣ ଦେଖିଲେଣି କୋଉଠି ଆଗକୁ ଦେଖ ଭଗବାନ କେମିତି ହୁଏ ଭାଉଜ ତୁ ତେର ଜନ୍ମ କର ତା ଘରେ ସମସ୍ତ ଟେନସନ ଅଛୁ ସେଠି ମୋ ସାଙ୍ଗ ଟେନସନ ରେ ଏଠି ମୋ ଟେନସନ ରେ ପ୍ଲିଜ ଭାଉଜ ଛୋଟ ଜନ୍ମ କରିଦିଅ ଭାଉଜ କି ଟାଇମ୍ ଦେବା ପରେ ଛୁଆ କେମିତି ଜନ୍ମ ହୁଏ ଏବେ ଯାଇକି ମୁଁ ଡକ୍ଟର ହେଇଛି ଛୁଆ ଜନ୍ମ କରିଦେବି ଯୋଉମାନେ ବଞ୍ଚେଇ ଟାଣନ୍ତି ସେମାନେ ବେଳେ ଡକ୍ଟର ହେଇଯାନ୍ତି ବଞ୍ଚେଇ ଟାଣିଛନ୍ତି ଡକ୍ଟର ହେଇଯାନ୍ତି ଆଉ ତମ ଛୁଆ ଜନ୍ମ ହଁ ଛୁଆ ଏଠି ଜନ୍ମ ହବ